ଥରେ ଗୋଟେ ଜଙ୍ଗଲରେ 7 ଦିନ ଧରି ଝଡ଼ ବର୍ଷା ହେଲା। ଝଡ଼ ବର୍ଷା ଏମିତି ଲାଗି ରହିଲା ଯେ ଜଙ୍ଗଲରେ ରହୁଥିବା କୌଣସି ବି ପ୍ରାଣୀ ଖାଇବାକୁ ପାଇଲେନି। ସେଇ ଜଙ୍ଗଲରେ ରହୁଥିଲା ଗୋଟେ ବିଲୁଆ। ସେ ଭୋକ ସହି ନ ପାରି ବାହାରକୁ ବାହାରି ଆସିଲା। ପ୍ରଥମେ ତା ଦୃଷ୍ଟିରେ ପଡ଼ିଲା ଗୋଟେ ଗୁଣ୍ଡୁଚି ମୂଷା। ଯେମିତି ତାକୁ ଖାଇବାକୁ ଯାଇଛି, ଗୁଣ୍ଡୁଚି ମୂଷା ବୁଦା ଭିତରକୁ ପଶିଗଲା। ତାପରେ ବିଲୁଆ କିଛି ବାଟ ଚାଲିବା ପରେ ଦେଖିଲା ଗୋଟେ ମୂଷାକୁ। ଯେମିତି ମୂଷା ପାଖକୁ ଯାଇଛି, ସେ ବି ଦୌଡ଼ି ପଳେଇଲା। ବିଲୁଆ ଆଉ କିଛି ଚିନ୍ତା ନ କରି ଗୋଟେ ଗୁମ୍ଫା ଭିତରେ ପଶିଗଲା। ସେ ଗୁମ୍ଫାଟି ଥିଲା ଗୋଟେ ଭାଲୁର। ଭାଲୁ ସେତେବେଳେ ଗୁମ୍ଫା ଭିତରେ ନଥିଲା, କିନ୍ତୁ ଭାଲୁର ସ୍ତ୍ରୀ ବିଲୁଆକୁ ଦେଖି ପାଟିକଲା, ତୋର ତ ବଡ ସାହସ। ସିଏ ନଥିବା ବେଳେ ଗୁମ୍ଫା ଭିତରକୁ ପଶିବାକୁ ତୁ କିଏ? କିଏ କହିଲା ତତେ ଏଠିକି ଆସିବାକୁ? ଯା ପଳା ଏଠୁ। ଦେଖ, ମୋର ଭାଲୁ ଭାଇଙ୍କ ସାଙ୍ଗରେ ଜରୁରୀ କଥାବାର୍ତ୍ତା ଅଛି, ସେଥିପାଇଁ ମୁଁ ଆସିଛି। ଦେଖ, ତୁ ବହୁତ ଚାଲାକ ମୁଁ ଜାଣିଛି, ତେଣୁ ତୁ ନିହାତି କିଛି ଉଦ୍ଦେଶ୍ୟ ନେଇ ଏଠିକି ଆସିଛୁ। ତୋର ଜରୁରୀ କଥାବାର୍ତ୍ତା କିଛି ନଥିବ ମୁଁ ଜାଣିଛି। ଶୀଘ୍ର ଏଠୁ ପଳା, ନହେଲେ ସିଏ ଆସିଲେ ତତେ ମାରି ପକେଇବେ। ଜମା ସେ ମତେ ମାରିବେନି। ତମେ ମାଇପି ଜାତିଟା ଜାଣିଛ କଣ? ଶୁଣ, ଆରପଟ ଜଙ୍ଗଲରେ ନିଆଁ ଲାଗିଛି। ମୁଁ ତୁମକୁ ଖବର ଦବାକୁ ଆସିଛି। ଯେତେ ଶୀଘ୍ର ପାରୁଛ ଏ ଜଙ୍ଗଲ ଛାଡି ପଳାଅ। ନିଆଁ ଲାଗିଛି? ଆରେ କୋଉଠି ନିଆଁ ଲାଗିଛି ରେ? ଏଇ 6-7 ଦିନ ହେଲା ବା ଖାଲି ବର୍ଷା ଚାଲିଛି ଜଙ୍ଗଲରେ। ତା ମାନେ ଇଏ ଆମକୁ ଠକୁଥିଲା? ୟାକୁ ଧର ଆଜି ଖାଇବା, ୟାକୁ ଜମା ଛାଡନି। ସେତେବେଳକୁ ବିଲୁଆ ମନରେ ଛାନିଆ ପଶିଲାଣି। କେମିତି ସେ ଏଠୁ ଯିବ? ଭୋକ ବିକଳରେ ସିନା ଚାଲି ଆସିଲା, ହେଲେ ସେ ଖାଦ୍ୟ କଣ ଖାଇବ? ସେ ତ ନିଜେ ଖାଦ୍ୟ ହେଇଯିବ। ତଥାପି ସେ ମନକୁ ଦୃଢ କଲା। ହଁ, ଠିକ କହିଛୁ, ୟାକୁ ଆଜି ଆମେ ଖାଇବା। ଆଚ୍ଛା ଭାଲୁ ଭାଇ, ଗୋଟେ କାମ କଲେ କେମିତି ହୁଅନ୍ତା? କି କାମ? ନାଇଁ, ତମେ ଯଦି ରାଜି ହବ ମୁଁ କହିବି। ମୁଁ ତ ଏମିତିରେ ମରିବି, ସେମିତିରେ ବି ମରିବି, ଆଉ ଯେମିତି ହେଲେ ତମେ ମତେ ଖାଇବ। କିନ୍ତୁ ମରିବା ଆଗରୁ ଯଦି ମୋ ଇଚ୍ଛା ପୂରଣ ହୁଅନ୍ତା, ତାହେଲେ ମତେ ଶାନ୍ତି ମିଳନ୍ତା। ତୁ ଆଜି ମୋ ହାବୁଡରେ ପଡିଛୁ ମାନେ ତୋର ନିସ୍ତାର ନାହିଁ। କହ, କଣ ତୋର ଶେଷ ଇଚ୍ଛା? କହ, ମୁଁ ତୋର କଥା ରଖିବି। ଭାଲୁ ଭାଇ, ମୋର ବହୁତ ଦିନରୁ ଠେକୁଆ ମାଂସ ଲୋଭ ଥିଲା। ଠେକୁଆ ମାଂସ ଟିକେ ପାଟିରେ ବାଜିଲେ ମତେ ଶାନ୍ତି ମିଳିବ। ମୁଁ ଠେକୁଆକୁ ଖାଇବି, ଆଉ ତମେ ମତେ ଖାଇଦବ। କଥା ସରିଲା? ମତେ ଏ କଥା ଜମା ଠିକ ଲାଗୁନି। ଆମେ କାଇଁ ଏ କଥା ରଖିବା? ଇଏ କିଏ କି? ତୁ ଚୁପ କର। ମୁଁ ତାକୁ କଥା ଦେଇଛି ମାନେ ସିଏ ଠେକୁଆକୁ ଖାଇବ। ତୁ ଖା ବିଲୁଆ, ଶୀଘ୍ର ଖା। ତୁ ଖାଇସାରିଲେ ମୁଁ ତତେ ଖାଇବି। ବିଲୁଆ ଖାଇଲା ଠେକୁଆ ମାଂସ। ଖାଉ ଖାଉ ଖଞ୍ଜରେ ମାରିଲା ଚମ୍ପଟ ଅଧାରୁ। ଭାଲୁ ତା ପଛରେ ଗୋଡେଇଲା, ହେଲେ ବିଲୁଆ କଣ ଆଉ ଧରା ଦେଲା? ଦୌଡ଼ି ଜଙ୍ଗଲ ଭିତରକୁ ପଳେଇଲା।